ଶୀତ ଋତୁରେ ଶୀତୁଆ ସନ୍ଧ୍ୟା। ସେ ଆଉ ମୁଁ। ସେଦିନ ରବିବାର ଥାଏ। ଇଚ୍ଛା ହେଲା ଟିକେ ଚା ପିଇବା ପାଇଁ। ତାଙ୍କୁ କହିଲି, ଚାଲ ଟିକେ ଚା ପିଇବା। ଘରେ ନୁହଁ ମ, ବାହାରେ ପିଇବା। ସେ ହୁଁ ମାରି କହିଲେ, ଠିକ ଅଛି। ବାହାରି ପଡ଼ିଲୁ ଫଟାଫଟ ଗାଡ଼ି ଧରିକି। ସୁନସାନ ସେଇ ସନ୍ଧ୍ୟାରେ ଗାଡ଼ିରେ ମୁଁ ବସିଲି। ଚନ୍ଦ୍ର କିରଣ ବି ପଡ଼ିଥାଏ, ଆଉ ରାସ୍ତାରେ ଦୁଇ ପାର୍ଶ୍ୱରେ ଗଛର ଲହରୀରେ ଭାସି ଆସୁଥାଏ ଶୀତୁଆ ପବନ। ସେଇ ଶୀତୁଆ ପବନରେ ପ୍ରେମ ଭରା ମଧୁର କଥାଳାପ ଭିତରେ ମଜି ଯାଇଥିଲୁ। ଆମେ ଦୁହେଁ ଦୁହିଁଙ୍କର ଆତ୍ମୀୟତା ଅନୁଭବ ବି ହେଉଥିଲା। ତାଙ୍କ କଥାର ଉତ୍ତର ନଦେଲେ କୁହନ୍ତି କି, କ'ଣ ଚୁପ୍ ହେଇଗଲ, କିଛି ଉତ୍ତର ଦଉନ ଯେ? ଥଣ୍ଡା ଅଧିକ ହେଉଛି, ମୁଣ୍ଡରେ କ୍ୟାପ୍ ପିନ୍ଧିଦିଅ, କାକର ପଡ଼ୁଛି। ମୁଁ ନିଜେ ନ ପିନ୍ଧି ତାଙ୍କ କ୍ୟାପ୍ ତାଙ୍କ ମୁଣ୍ଡରେ ଦେଇଦିଏ। ମୋ ହାତ ଦୁଇଟିକୁ ତାଙ୍କ ଜ୍ୟାକେଟ୍ ପକେଟରେ ରଖିବାକୁ କୁହନ୍ତି। ନ ଶୁଣିଲେ ସେ ନିଜେ ନେଇ ରଖିଦିଅନ୍ତି। ଏହି ଶୀତରେ ବଞ୍ଚିବା ପାଇଁ ତାଙ୍କ ପିଠିରେ ମୁଣ୍ଡ ଗୁଞ୍ଜି ଦିଏ। ସେ ହସିକି ତାଙ୍କ ବାମ ହାତ ପଛକୁ ଆଣିକି ମୋ ମୁଣ୍ଡକୁ ଆଉଁସି ଦିଅନ୍ତି। ହଁ, ସତରେ କେତେ ସୁନ୍ଦର ଥିଲା ସେ ମୁହୂର୍ତ୍ତ। ତାପରେ ଦେଖାଗଲା ଚା ଦୋକାନଟିଏ। ଚା 2 କପ୍ ଧରି ବସି ପଡ଼ିଲୁ। ଟିକେ ଟିକେ ଚା ପିଇବା ସହିତ 2 ପଦ କଥା। ଗୁଡ଼ାଏ ପୁରୁଣା ସ୍ମୃତିରେ ସେ ଆଉ ମୁଁ ବିତଉଥିବା ହୃଦୟ ସ୍ପର୍ଶ ମୁହୂର୍ତ୍ତ। ଏମିତି ହିଁ ଥିଲା ଶୀତୁଆ ସନ୍ଧ୍ୟା, ସେ ଆଉ ମୁଁ। ଶୀତୁଆ ସନ୍ଧ୍ୟାରେ ଚା ବା କଫି ପିଇବା ମଜା ହିଁ କିଛି ନିଆରା। ସାଙ୍ଗମାନେ ଶୀତୁଆ ସନ୍ଧ୍ୟା ଉପଭୋଗ କରୁଛନ୍ତି କି ନାହିଁ? କରିବେ ନା? ନିଶ୍ଚିନ୍ତ କରିବେ। ତା ସହିତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍ ମଧ୍ୟ କରିବେ। ଭିଡ଼ିଓଟି ସମ୍ପୂର୍ଣ୍ଣ ରୂପେ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।